ଏଇଟା ଦେଖୁଛନ୍ତି ମାଣ୍ଡିଆ ଆଉ ଯେଉଁଟାକି ଗଜା ହେଇଯାଇଛି। ଯେକୌଣସି ଜିନିଷ ଖାଲି ଅପେକ୍ଷା ଗଜା ହେଲେ ନା ତାର ଭିଟାମିନ୍ ଟିକେ ଡବଲ୍ ହେଇଯାଏ। ତ ମୁଁ ଆଜି ଗଜା ମାଣ୍ଡିଆରେ ଉପମା ବନେଇଛି। ଚାଲନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ମୁଁ 1 କପ୍ ମାଣ୍ଡିଆକୁ ଭଲସେ ଧୋଇ ଦେଇକି ତାକୁ 2 ଦିନ ମୁଁ ଭିଜେଇକି ଏମିତି ରଖିଦେଇଥିଲି। ମାନେ ଫାଷ୍ଟ ଭିଜେଇ ଦେବେ 6ରୁ 7 ଘଣ୍ଟା, ତାପରେ ପାଣିଟା କାଢ଼ି ଦେଇକି ଏମିତି ଗୋଟେ କପଡ଼ାରେ ତାକୁ ବନ୍ଦ କରିକି ପୁରା ରଖିଦେବେ। 2 ଦିନ ପରେ ତାର ଅବସ୍ଥା ଏମିତି ହେବ, ସେଥିରୁ ପୁରା ଗଜା ବାହାରି ଯାଇଥିବ। ଆଉ ଆମେ ମାନେ ଗଜା ମୁଗ ତ ଆମେ ଖାଉଛେ, ଗଜା ମୁଗ ହେଉ, ଗଜା ମାଣ୍ଡିଆ ହେଉ, କିମ୍ବା ଯେଉଁ ବୁଟ, କଳା ବୁଟ ଯେଉଁଟା, ତାକୁ ମଧ୍ୟ ଗଜା କରିକି ଖାଇଲେ ଏସବୁର ନା ଭିଟାମିନ୍ ଟିକେ ଅଧିକ ଥାଏ। ଆପଣ ଯଦି ଚାହିଁବେ ଏମିତି କରିପାରିବେ, ନହେଲେ ପାଉଡ଼ର ବି ମିଳୁଛି ମାର୍କେଟରେ, କୌଣସି ଅନଲାଇନରେ ମିଳିବ, ନହେଲେ ସୁପର ମାର୍କେଟରେ ଆପଣଙ୍କୁ ମିଳିଯିବ। ସ୍ପ୍ରାଉଟେଡ଼ ରାଗି ଫ୍ଲୋର୍ ମିଳିଯିବ ଡାଇରେକ୍ଟ। ମୁଁ ଆଜି ଆପଣଙ୍କୁ ଘରେ କରିକି ଦେଖାଉଛି। ତ ତାକୁ କ'ଣ କରିବେ ନା, ଯେଉଁ କପଡ଼ାରେ ମୁଁ ରଖିଥିଲି 2 ଦିନ ଗଜା ହେବା ପାଇଁ, ତ ତାକୁ ପ୍ରଥମେ କାଢ଼ିଦେବେ ଗୋଟେ ପ୍ଲେଟ୍କୁ। ଆଉ ଏମିତି କପଡ଼ାରେ ଆକ୍ଚୁଆଲି ଲାଗିଯିବ, ତାକୁ ଆପଣ ଗୋଟା ଗୋଟା ଏମିତି ଅଳ୍ପ ଅଳ୍ପ କରିକି କାଢ଼ିବେ, ନହେଲେ ତା'ର ମାଣ୍ଡିଆର ଯେଉଁ ସବୁ ଗଜାଟା ନା ସେ ପୁରା ଭାଙ୍ଗିଯିବ। ତ ଆପଣଙ୍କୁ ଟିକେ ଧୀରେ ଧୀରେ କରିକି କାଢ଼ିଦେବେ। ଦେଖନ୍ତୁ ଏଇଭଳି ଭାବରେ ଏମିତି ପୁରା ସେ ଲାଗିଯାଏ, ଗୋଟେ ଗୋଟେ ହେଇକି ଲାଗିଯିବ। ଆଉ ଏଇଥିରେ ଆପଣ ଉପମା କରନ୍ତୁ କିମ୍ବା କୌଣସି ପିଠା ବି କରନ୍ତୁ, ଆର ଟେଷ୍ଟ ନା ଆଉ ଟିକେ ଭଲ ଆସେ। ଆପଣ ଥରେ ଟ୍ରାଏ ନିହାତି ଭାବେ କରିବେ। ଆଉ ଏବେ ଯିବା ଆମେ ନେକ୍ସଟ ପ୍ରୋସେସ୍କୁ। ତାକୁ କ'ଣ କରିବା ନା, ଆମେ ଗ୍ରାଇଣ୍ଡ କରିଦେବା। ଏଇଟାକୁ ଯେ ଛୋଟ ମାନେ ଜାର୍ରେ ଆପଣ କରିବେ, ଆଉ ଅଳ୍ପ ଅଳ୍ପ ନେଇକି କରିବେ। ମୁଁ ଏଇଟା ଫାଷ୍ଟ ଥରକଟା ବହୁତ ବଡ଼ ହେଇଯାଏ, ମାନେ ଅଧିକ ହେଇଯାଇଥିଲା, ତ ସେଥିପାଇଁ ଗ୍ରାଇଣ୍ଡିଙ୍ଗରେ ଟିକେ ମୋତେ ଟାଇମ୍ ଲାଗିଲା। ଆପଣ ଅଳ୍ପ ଅଳ୍ପ କରିକି ନେବେ। ଦେଖନ୍ତୁ ଏମିତି ହିଁ ହେବ। ଯଦି ଆପଣ ଏମିତି ନିଜେ ଘରେ ଗଜା କରିକି କରୁଛନ୍ତି, ତାହେଲେ ଆପଣ ଏଇଠି ଡାଇରେକ୍ଟ ଯିବେ। ଯଦି ଆପଣ ପାଉଡ଼ର ନେଇକି କରୁଛନ୍ତି, ପାଉଡ଼ରକୁ ଗୋଟେ ପ୍ଲେଟ୍କୁ କାଢ଼ି ଦେଇକି ଅଳ୍ପ ଟିକେ 2-3 ଚାମଚ ଭଳିଆ ପାଣି ପକାଇକି ଏଇ ଷ୍ଟେଜ୍କୁ ଆଣିବେ। ମାନେ ଏମିତି ହାତରେ ଯେମିତି ଟିକେ ଓଦା ରହିବ, ଆଉ ଏମିତି ମାନେ ପୁରା ପାଉଡ଼ର ରହିବନି, ମାନେ ବାଲିରେ ପାଣି ଅଳ୍ପ ଟିକେ ମିଶିଲେ କେମିତି ଷ୍ଟେଜ୍ ଆସେ, ତ ସେଇଭଳିଆ ଷ୍ଟେଜ୍କୁ ଆପଣଙ୍କୁ ଆଣିବାକୁ ପଡ଼ିବ, ମାନେ ଯଦି ଆପଣ ଡାଇରେକ୍ଟ ପାଉଡ଼ର ନେଉଛନ୍ତି। ତ ମୋତେ ସେସବୁ କିଛି କରିବାକୁ ପଡ଼ିଲାନି। ଏବେ ଦେଖନ୍ତୁ ମୁଁ ଏଇଠି ସେକେଣ୍ଡ ଟାଇମ୍ ଯେଉଁ ନେଲି, ଅଳ୍ପ ପୁରା ଯୋଡ଼ିଏ ନାକୁ କରୁଛି, ଯେଉଁଟାକି ଥରକରେ ପୁରା ପାଉଡ଼ର ହେଇଛି। ଏଇଭଳିଆ ହେବ। ମାର୍କେଟରେ ଯେଉଁ ମିଳେ, ସେମାନେ ଏଇ ପାଉଡ଼ରକୁ ନା ତାକୁ ଆହୁରି ସେମାନେ ଚଲେଇ ଦିଅନ୍ତି। ଚଲେଇଲେ ତାର ଯେଉଁ କଳା ଅଂଶଟା, ଯେଉଁ ମାଣ୍ଡିଆର ଯେଉଁ ଚୋପାଟା ନା, ସେଇଟା ମାନେ ସେମାନେ ବାହାର କରିଦିଅନ୍ତି। କିନ୍ତୁ ଆମେ ଯେହେତୁ ଘରେ ବନାଉଛେ, ତା ସହିତ ବନେଇବେ, ଆପଣଙ୍କର ଭିଟାମିନ୍ ବି ରହିବ। କିଛି ଅସୁବିଧା ନାହିଁ କି ସେଇଟା ଏମିତି କିଛି ଖରାପ ଜିନିଷଟା। ତାର ବି ମଧ୍ୟ ଆଇରନ୍ କ୍ୟାଲସିୟମରେ ଭରପୁର ହେଉଛି ଆମର ମାଣ୍ଡିଆ। ତ ତାକୁ ଦେଖନ୍ତୁ ଏମିତି ଏଇ ଷ୍ଟେଜ୍ରେ ରହିବ, ଆଉ ତାକୁ ଏମିତି ହାତରେ ଟିକେ ଖଣ୍ଡ ଖଣ୍ଡ କରିକି ତାର ବିଣ୍ଡା ଅଂଶଟାକୁ ବାହାର କରିନେବେ। ବର୍ତ୍ତମାନ ଗୋଟେ କଡ଼େଇରେ ପାଣି ନେଇକି ଏମିତି ପରିବା ଛଣାଟା ରଖିଦେଇଛି, ତା ଉପରେ କଦଳୀପତ୍ର ଦେଇଦେବେ। ଆଉ ଏଇ ଯେଉଁ ମାଣ୍ଡିଆର ଯେଉଁ ପାଉଡ଼ରଟା ଯେଉଁ ବନେଇଲେ, ତାକୁ ଏମିତି ରଖିକି ଯେମିତି ପାଣି ବାଜିବନି, ସେଥିପାଇଁ ମୁଁ କଦଳୀପତ୍ର ଦେଇଛି ପାଣି ନ ବାଜିବା ପାଇଁ। ବର୍ତ୍ତମାନ ତାକୁ ଭଲସେ ଆପଣ କଭର୍ କରିଦେବେ। ଆଉ ବେଶୀ ନାହିଁ, ଆପଣଙ୍କୁ 10ରୁ 15 ମିନିଟ୍, ମ୍ୟାକ୍ସିମମ୍ 15 ମିନିଟ୍ ଆପଣଙ୍କର ଯିବ, ତାଠୁ ଅଧିକ ଯିବନି। ଦେଖନ୍ତୁ ମୁଁ 10 ମିନିଟ୍ ପରେ କାଢ଼ିଲି, କିନ୍ତୁ ପୁରା ତଳ ଭାଗଟା ସିଝି ଯାଇଛି, ଉପର ସିଝିନି କି ସାଇଡ଼ରୁ ଟିକେ ଟିକେ ଆଉ ଅଛି। ତ ଏମିତି ଷ୍ଟେଜ୍ରେ ଆପଣ କ'ଣ କରିବେ ନା, ଏମିତି ତଳ ଉପର ସବୁ ମିକ୍ସ କରିଦେବେ। ଏମିତି ମାନେ ଉପର ଭାଗଟା ତଳକୁ ଛାଡ଼ିଦେବେ, ତଳ ଭାଗଟା ଆପଣ ଉପରକୁ ନେଇ ଆସିବେ। ଏମିତି କରିକି ଘାଣ୍ଟି ଦେଇକି ତାପରେ ପୁଣି ତାକୁ କଭର୍ ଦେଇକି ଆଉ ହାର୍ଡ଼ଲି 4ରୁ 5 ମିନିଟ୍ ଭଳିଆ ଆପଣ ବସେଇ ଦେବେ। ଯଦି ଆପଣଙ୍କୁ ବେଶୀ ଶୁଖା ଲାଗୁଛି, 1 ଚାମଚ କି 2 ଚାମଚ ଭଳିଆ ପାଣି ବି ଦେଇଦେବେ। ମୁଁ ବି ଦେଇଛି। ଦେଖନ୍ତୁ ଏବେ ପୁରା ପରଫେକ୍ଟ ଆମର ସିଝି ଯାଇଛି ମାଣ୍ଡିଆ। ଏବେ ତାକୁ ଆମେ କାଢ଼ିଦେବା ଗୋଟେ ପ୍ଲେଟ୍କୁ କାଢ଼ିକି ଟିକେ ସମୟ ତାକୁ ସାଇଡ଼ରେ ଆମେ ରଖିଦେବା। ଆଉ ବାକି ପ୍ରୋସେସ୍କୁ ଆମେ ଯିବା। ଦେଖନ୍ତୁ ଏମିତିଆ ହିଁ ହେବ, ମାନେ ପୁରା କାଦୁଆ କାଦୁଆ ହେବନି, କିନ୍ତୁ ପୁରା ସିଝି ଯାଇଛି। ଏବେ ଆମେ ଗ୍ୟାସ୍ ଅନ୍ କରିକି ଗୋଟେ ପ୍ୟାନ୍ ବସାଇବା। ଆଉ ପ୍ୟାନ୍ରେ ତେଲ 1 ଚାମଚ ଦେବା, ନର୍ମାଲ୍ ତେଲ, ସୋରିଷ ତେଲକୁ ଛାଡ଼ି ଦେଇକି। ଆଉ ସେଥିରେ ଅଧା ଚାମଚ ଜିରା ଦେବେ, ଆଉ ଅଧା ଚାମଚ ସୋରିଷ ଦେବେ। ଆଉ ସେଥିରେ କିଛି ଚଣା ଡାଲି ଆଉ ବିରି ଡାଲି ପକାଇବେ, ହାଲକା ହେଙ୍ଗୁ ଟିକେ ପକାଇବେ। ଆଉ ମୁଁ କିଛି ଭେଜିଟେବୁଲ୍ସ ନେଇଛି, ଦେଖନ୍ତୁ ଗ୍ରେଟ୍ କରିକି ଗାଜର, କ୍ୟାପ୍ସିକମ୍, ପିଆଜ, କଞ୍ଚା ଲଙ୍କା ଆଉ ଭୃଷଙ୍ଗ ପତ୍ର। ଆଉ ଏଇ ଷ୍ଟେଜ୍ରେ ଆପଣ ଭୃଷଙ୍ଗ ପତ୍ର ଆଉ କଞ୍ଚା ଲଙ୍କା ପକାଇଦେବେ। ଆଉ ତାପରେ ପକାଇବେ ପିଆଜ ଆଉ କାଟି ରଖିଥିବା କ୍ୟାପ୍ସିକମ୍କୁ।
एसबू को टिके कलर चेंज है जाए भाजबे माने 2 रु 3 मिनिट भाई आपन को टिके भाजवाक पड़ो मीडियम फ्लेम रे। देखंतु एई भली भाव रे टिके मोटा बेस कड़े नेबे। बस एबे कौन करवा ना आम जो ग्रेट करके गाजर रखीचे ताकू पकेदबा। आ गाजर पकेला पर बेसी समय किसी दरकार नहीं। आपण सिक्रेट इनग्रेडिएंट होची जोटा कि टेस्ट को बढ़ेबो आउ उपमा माने आपन को पूरा लागिवो कौन कौन खाउचंदी आपन को ए भलिया लागिवो। तो होची सेटा गोटे कप नडिया कोरा पकेबे। आ नडिया कोरा पकेकी तापरे जो सिजेई रखिथिले जो मांडियाटा को ताकू पकेकी घांटी देबे। आ मांडिया पकेला परे मांडिया सहित घीर कॉम्बिनेशन ना कि बहुत भल ही लगे। तो आपन जमारू स्किप करेंगे घी गोटे चामच पकईदेवे आ पकईकी हाल्का टिके भाजीदेवे कारण ये सबू सीझापी आपन को 10 रु 15 मिनिट लगे आकू एमती भाजवाई हार्डली आपन को 5 मिनिट लगे। बास हो गला आमर अध घंटे ब्रेकफास्ट रेडी। एबे देखंतु पूरा झुरा झुरा होची ताकू आमे प्लेट को काढ़ी नबा। देखंतु एई भलिया जम्मा कादुआ हबनी पूरा आपन पूरा लाइट लागिवो खाइबा पई आ बहुत ही टेस्ट लागिवो। देखा हबो नेक्स्ट वीडियो रे। रहुची नमस्कार, जय जगन्नाथ।